ବାହାଘରର 2 ଦିନ ପରେ ନବବିବାହିତାଙ୍କୁ ଶାଶୁଘର ଉଠାଇ ନେଲା ପ୍ରେମିକ। ତନାଘନା କରି ପ୍ରେମିକକୁ ଧରିଲା ପୁଲିସ। ଏଭଳି ଅଭାବନୀୟ ଘଟଣା ଘଟିଛି ଦେଓଗାଁ ଥାନା ମୁର୍ସିଂ ଗାଁରେ। ବାହାଘରର 2 ଦିନ ପରେ ପ୍ରେମିକାକୁ ତା ଶାଶୁଘରୁ ଉଠାଇ ନେଇ ଆଣିଥିଲା ପ୍ରେମିକ। ଅଭିଯୋଗ ପରେ ନବବଧୂ ତାର ପ୍ରେମିକକୁ ବୌଦ୍ଧ କଣ୍ଟାମାଳ ଥାନା ପୁଲିସ ଧରି ବଲାଙ୍ଗୀର ଦେଓଗାଁ ପୁଲିସକୁ ହସ୍ତାନ୍ତର କରିଛି। ଗତ 22 ତାରିଖରେ ବଲାଙ୍ଗୀର ଦେଓଗାଁ ଥାନା ମୁର୍ସିଂ ଗାଁର ତିଲ୍ଲୁ ଭୋଇ କାନ୍ତମାଲରେ ବିବାହ କରିଥିଲେ। ଏବେ ବାହାଘରର 2 ଦିନ ପରେ ନବବଧୂକୁ କଣ୍ଟାମାଳର ସୁଭାଷ ସାହୁ ନେଇ ଫେରାର ହୋଇଯାଇଥିଲେ। ଘଟଣା ସମ୍ପର୍କରେ ତିଲ୍ଲୁ ଦେଓଗାଁ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ କଣ୍ଟାମାଳ ପୁଲିସ ସୁଭାଷ ଏବଂ ନବବଧୂଙ୍କୁ ଥାନାକୁ ଆଣିବା ସହ ଦେଓଗାଁ ପୁଲିସକୁ ହସ୍ତାନ୍ତର କରିଥିଲେ। ଆଜି ଉଭୟ ପରିବାରକୁ ଡାକି ପଚରାଉଚରା କରାଯାଇଛି। ଘଣ୍ଟାପଡ଼ା ତାର ଖଲିଆପାଲିରୁ ଏଇଟା ମ୍ୟାରେଜ୍ କରିଥିଲି ବୌଦ୍ଧ ଡିଷ୍ଟ୍ରିକ୍ଟ। ତାର ମାନେ ଏନ୍ତା ସନ୍ଧ୍ୟା ରାତିରେ ମ୍ୟାରେଜ୍ରେ ପଲେଇ ଯାଇଛନ୍। ତାର ମାନେ ଏଇଟା 2 ଦିନ ପରେ ତାର ମାନେ ଏଇଟା ତାର ମାନେ ଆମେ ସନ୍ଧ୍ୟା ସଡ଼ନ୍ ତାର ମାନେ ରିପୋର୍ଟ ଏଇଟା ତାର ମାନେ ସନ୍ଧ୍ୟାକୁ ପଲାଲି ମାଡ଼ୁ ଜାଣିଛି। ତାର ଦାବି ବେଲେ ଆର କାଣା ଆମର ଯେତେ ଅଛି ତ ସୁନା ରୂପା ଯେତେ ଆମେ ପିନ୍ଧିଥିଲୁ ସେଟା ଆମକୁ ଫେରାଇ ଦେବା। ସେଟା ଆମର ଯେତେ ନେଇଥିଲା ସେ ହାର ପିନ୍ଧିଥିଲୁ 2 ଭରି ସୁନା। ଆଜି ମୁର୍ସିଂ ଗାଁରେ ନିରୀହ ଗୋଟେ ଗରିବ ପରିବାର, ତାଙ୍କର ନାଁ ହେଉଛି କେଲି କୁମାର ଭୋଇ। ସେ ଆମର ଗାଁ ମାଆକେ ଧରିକରି ଆଜି 2 ଦିନ ତଲେ ବାହା କରିଥିଲେ ଏବଂ ଆମେ ଭୋଜି ଖାଇ ଆସିଥିଲୁ। ଭୋଜି ଖାଇକରି ଯାଇଛୁଁ। ଆର ଦିନ ସକାଳୁ ସୋର ପାଇଲୁ ଆଜ୍ଞା ତାଙ୍କର ବହକେ ଏ ଗାଁରୁ 2-3ଟା 4ଟା ମାଫିଆ ସାଙ୍ଗେ ହେଇକରି ସେ ଝିଅକେ ତାର ପ୍ରେମିକା ସାଙ୍ଗେ ଉଠାଇ ନେଇଯାଇଛନ୍। ସେ ମାଫିଆ ମାନଙ୍କୁ କେନ୍ତା କରି ମୁର୍ସିଂ ଗାଁର ଧରା ହେବା, ସେମାନଙ୍କୁ ସଜା ଦିଆ ହେବା, ସେ ବାବଦରେ ଦେଓଗାଁ ପୋଲିସ ତାର ଅନୁଧ୍ୟାନ କରୁନ୍।